এই যে কলিযুগକୁ ମହାରାଜ ପରୀକ୍ଷିତ ପାଞ୍ଚଟା ସ୍ଥାନରେ ଦେଇଦେଲେ ତୁମେ ଏଇ ସ୍ଥାନରେ ହିଁ ରହିବ। ତାଙ୍କୁ ପାଞ୍ଚଟା ଜାଗାର ସ୍ଥାନ ଦିଆଗଲା, ତୁମେ ଏଇ ଜାଗାରେ ବସବାସ କରିବ। ତ କ'ଣ କଳିର ପ୍ରଭାବରେ ଆମେ ମାନେ କାହିଁକି ଆଜି ପ୍ରଭାବିତ, ସେଇ ବିଷୟରେ ଆଜିର ଗୋଟେ ଛୋଟ ଟପିକ। ତ ଏଇ ଯୋଉ ଭାଗବତ କଥା ଆମେ ଶୁଣୁଛେ ପଢୁଛେ, ତା ଭିତରେ ଅଛନ୍ତି ମୁଖ୍ୟ ଜିନିଷ। ଏ କଳିର କାଳ ପ୍ରଭାବରେ ଆମେ ମାନେ ଏଭଳି ଭାବରେ ଜଡ଼ିତ, ଆମେ ପ୍ରତ୍ୟେକ ମୁହୂର୍ତ୍ତରେ କିଛି ନା କିଛି କୁକର୍ମ କରୁଛେ, ଅପକର୍ମ କରୁଛେ। ତେଣୁ ସେଥିପାଇଁ ଆମେ କ'ଣ ହଉଛେ ନା ସତ ଚେଷ୍ଟିତ ରହିବା। ଆମ ଦ୍ୱାରା ଭୁଲ ହବ, ବାରମ୍ବାର ହବ, ତଥାପି ଆମେ ବାରମ୍ବାର ଭଗବାନଙ୍କ ପଥରେ ପଥିକ ହେବା। ସେଥିରେ କଳିଯୁଗ ବି ଆମ ଉପରେ ବହୁତ କୃପା କରିଛନ୍ତି। କାହିଁକି ନା କଳିରେ ନାମ ଏକା ସାର, ଧନ ଜନ ସବୁ ଅସାର, ନାମ ପ୍ରେମେ ମଜିଲେ ମନ, ପ୍ରାଣ ରାମ ମହାଚେତନ। ପ୍ରାଣରାମର ଚେତନା ଜାଗ୍ରତ ହେଇଯିବ। କାହିଁକି ନା ହରିର ନାମ ହରିର ନାମ ହରିର ନାମ ହେବ କେବଳ କଳଉ ନାସ୍ତୈବ ନାସ୍ତୈବ ଗତିରନ୍ୟଥା। कलियुग केवल नाम आधार। तेणु कलियुग ହେଉଛି କେବଳ ନାମର ଆଧାର। ଏଠି ଆମେ ଯଜ୍ଞ ଦାନ ତପ ଏସବୁ ଆମେ କରିବା ପାଇଁ ଆମ ପାଖରେ ସେତିକି ପରିମାଣର ଆମ ପାଖରେ ଚେଷ୍ଟା ନାହିଁ, ଆମ ପାଖରେ ସମୟ ନାହିଁ। ଆମେ ସ୍ୱଳ୍ପ ସୀମିତ ସମୟ ଭିତରେ ଦେଇ ଆସିଛେ କଳିଯୁଗର ମାନବ ମାନେ ବା ପ୍ରତ୍ୟେକ ଜୀବଜନ୍ତୁ। ଆମର ବୟସ ସ୍ୱଳ୍ପ, ତେଣୁ ଆମେ ତା ଭିତରେ ଯଜ୍ଞ ଦାନ ତପ ଏସବୁ ସାଧନା ଯୋଗ ସାଧନା କରିପାରିବାନି। ତେଣୁ ଆମକୁ ମହାପ୍ରଭୁ ଶ୍ରୀ ଚୈତନ୍ୟ, ଯିଏକି ରାଧାକୃଷ୍ଣଙ୍କର ଅବତାର, ସିଏ ଆସିକିରି ଏଇ ଯୋଉ ନାମମୟ ଦେଇଗଲେ, ନାମଟାର କେଉଁଭଳି ଭାବରେ ପ୍ରଚାର ହେବ, ପ୍ରସାର ହେବ, ସମସ୍ତେ କେମିତି ପ୍ରଭୁଙ୍କର ସେଇ ନାମରେ ମଜିଯିବେ, ହଜିଯିବେ, ସମସ୍ତଙ୍କର ଉଦ୍ଧାର ହେଇଯିବ। ସେଥିଲାଗି ମହାପ୍ରଭୁ କୃପା କରିଛନ୍ତି। ଯେଉଁ ନାମକୁ ଗୋପନ ରୂପେ ରଖାଯାଇଥିଲା, ଆଜି ମହାପ୍ରଭୁ ଯେତେବେଳେ ଆସିଛନ୍ତି, ସେ ସେତେବେଳେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ ଯାଚି ଦେଇଆଛି ହରି ନାମ ପରା। ସେ ହରିଙ୍କର ନାମକୁ ଯାଚିକିରି ଦେଇଛନ୍ତି, ନାମ ନେଇଯାଅ ତୁମେ ଉଦ୍ଧାର ପାଇଯିବ। ତେଣୁ ଏଠି କ'ଣ ହେଉଛି ନା କାହିଁକି କଳି ଏତେ ପ୍ରଭାବଶାଳୀ, କ'ଣ ପାଇଁକି? ଯେତେବେଳେ ପରୀକ୍ଷିତ ମହାରାଜଙ୍କର ପାଦ ଦେଶରେ ବା ତାଙ୍କର ପଦକୁ ଜାବୁଡ଼ି ଧରିଛନ୍ତି କଳି, ଯିଏକି ରାଜା, ଏଇଟା ହେଉଛି ମୋ ଯୁଗ, ମତେ କୋଉଠି ନା କେଉଁଠି ଟିକେ ସ୍ଥାନ ଦିଅ, ମୁଁ ରହିବି। ତେଣୁ ଏଠି କ'ଣ କହିଲେ? କଳି ବଚନ ଶୁଣି ହସି, ସନ୍ତୋଷ ଚିତେ ରାଜା ଋଷି, ଚାରି ପ୍ରକାରେ ସ୍ଥାନ ଦେଲା, ନିତ୍ୟ ଅଧର୍ମ ଜହିଁ ମେଳା। ଯେଉଁଠି ଅଧର୍ମ ହେଉଥିବ ସେଇ ଜାଗାରେ ହିଁ ହେ କଳି ତୁମେ ସେଇ ସ୍ଥାନରେ ହିଁ ରହିବ। ତାପରେ କ'ଣ କୁହାଯାଉଛି? ଦ୍ୟୁତ କାମିନୀ ମଦ୍ୟପାନେ, ପ୍ରାଣୀ ମରଣ ଯେବା ସ୍ଥାନେ। ଦ୍ୟୁତ କାମିନୀ ମଦ୍ୟପାନ, ଦ୍ୟୁତ ମାନେ ଏ ଯୋଉ ଜୁଆ ଖେଳ, ଏସବୁ ପ୍ରକାର ଯୋଉ ଅଛି, ଯୋଉ ଉତ୍ତେଜିତ ଭାବ ଖେଳ ଅଛି, ମିଥ୍ୟା ଅଛି ଯେମିତି ସବୁବେଳେ, କାମିନୀ ଯୋଉଠି ମାନେ ବେଶ୍ୟାଳୟ, ଯୋଉଠିକି ବିଭିନ୍ନ ପ୍ରକାର ଲୋଭାସକ୍ତ, ଖାଲି ଯେ ନାରୀ ପ୍ରତି ନୁହେଁ, ଧନ ରତ୍ନ ପ୍ରତି ଯୋଉଠି ଲୋଭ ଆସକ୍ତ ଆସେ, ସେ ଜାଗାରେ ହିଁ। ଆଉ କୋଉଠି ନା ମଦିରା ପାନ ଭିତରେ। ଆଉ କେଉଁଠି ହେଉଛି ନା ଯୋଉଠି ପ୍ରାଣୀକୁ ମାରି ଦିଆଯାଏ, ମନୁଷ୍ୟ ହଉ ପଶୁପକ୍ଷୀ ହଉ, ଯେଉଁଠି ପ୍ରାଣୀ ମରଣ କରାଯାଏ, ଜୀବ ହତ୍ୟା ଯୋଉଠି ହୁଏ, ସେଇଟାରେ ହିଁ କଳି ରୁହନ୍ତି। ସେ ପୁଣି ଆହୁରି କଳି କହିଛନ୍ତି, ଏ ଚାରିଟା ଜାଗା ତ ଦେଲ, ମତେ ଆଉ କିଛି ଜାଗା ଦିଅ, ଆଉ ଗୋଟିଏ ଜାଗା ଦିଅ। ତାପରେ ସେଠି ପରୀକ୍ଷିତ ମହାରାଜ ଦେଖିଦେଲେ, ଆଉ କେଉଁଠି ଅଛି ଯେଉଁଠି ଲୋକମାନେ ଯିବେ ନାହିଁ, ଯେଉଁଠିକୁ ଲୋଭ କରିବେ ନାହିଁ, ଯେଉଁଠି ଲୋଭ କଲେ ତ ସେମାନଙ୍କର ବିନାଶ ହେବ। ତେଣୁ ସେଇଭଳିଆ ଜାଗାରେ କଳିକୁ ଯଦି ଆମେ ଦେଇଦେବା, ଲୋକ ତ ଯିବେ ନାହିଁ।
ଲୋକମାନଙ୍କର ଉଦ୍ଧାର ହେଇଯିବ। ତେଣୁ ସେ ଲୋକମାନଙ୍କର ତାଙ୍କର ଯୋଉ ପ୍ରଜା ମାନଙ୍କର କେଉଁ ଭଳିଆ ହିତ ସାଧନ ହବ ସେଇ ଜାଗା ଦେଖିକିରି କଳିଙ୍କୁ ସେଇ ଜାଗାରେ ଦେଇଦେଲେ। ଉଦାହରଣ ସ୍ୱରୂପ ଏଠି କହିଲେ କଣ ନା ଏଇ ସ୍ଥାନକୁ ଯୋଉ ପ୍ରାଣୀ ନ ଯିବ ସେ ପ୍ରାଣୀ ଉଦ୍ଧାର ହେଇଯିବ ଏଇ କଳି ଯୁଗରେ। ତେଣୁ ଆଉ କୋଉଠି ଦେଲେ ଶୁଣି କହି କଳି ଯୁଗ ମୋର ଏ ସ୍ଥାନ ଚାରି ଭାଗ ମୁଁ ତ ହିଁ ଥିବି ନିରନ୍ତରେ ପଞ୍ଚମ ଭାଗ ଦିଅ ମୋରେ। କଳିର ବାକ୍ୟ ଶୁଣିଚିତେ ସୁବର୍ଣ୍ଣ ଦେଲା ତାର ହସ୍ତେ। ତାପରେ ମହାରାଜ ପରୀକ୍ଷିତ କଣ କଲେ ନା ତାଙ୍କୁ ସୁବର୍ଣ୍ଣ ମଧ୍ୟରେ ରହିବା ପାଇଁ ସ୍ଥାନ ଦେଇଦେଲେ। ଏ ପଞ୍ଚସ୍ଥାନ ପଞ୍ଚଗୁଣ ବ୍ରାହ୍ମଣେ ସାବଧାନେ ଶୁଣ ମିଥ୍ୟାବଶୈତିତ ମଧ୍ୟେ କାମ କାମିନୀ ମଦ ସାଧ୍ୟେ ପ୍ରାଣୀ ମାରଣେ ରଜଗୁଣ ସୁବର୍ଣ୍ଣ ମଧ୍ୟରେ ଗୁଣ। ଏ ପଞ୍ଚସ୍ଥାନ ତାରେ ଦେଲା ଜହିଁ ଅଧର୍ମ ସଙ୍ଗ ମେଳା। ଯେଉଁଠି ଅଧର୍ମ ହେଉଥିବ, ଯେଉଁଠି ମିଥ୍ୟା ଥିବେ, ଯେଉଁଠି ପ୍ରାଣୀ ମାନଙ୍କର ମରଣ ହେଉଥିବ, ଯେଉଁଠି କାମକାମିନୀ ହେଇଥିବ, ଯେଉଁଠି ମଦିରାପାନ ହେଉଥିବ, ଏଇସବୁ ଜାଗାରେ କଳି ରହିବେ। ତେଣୁ ଏଇ ଜାଗାରୁ ଯଦି ଆମେ ଦୂରୀଭୂତ ହୋଇ ରହିପାରିବା ତାହେଲେ କଳିର କରାଳ ପ୍ରଭାବରୁ ଆମେମାନେ ମୁକ୍ତ ହୋଇପାରିବା ଆଉ ଉଦ୍ଧାର ହେଇପାରିବା। ତେଣୁ ଆମେ ସତ ଚେଷ୍ଟିତ କରିବା ଏଇ 5ଟା ଜାଗାରେ ଆମେ ଯେତେ ଦୂରେଇ ରହିବା ସେତେ ହିଁ ଆମର ପ୍ରଭୁଙ୍କର ପଦାରବିନ୍ଦରେ ମନ ଲାଗିଯିବ, ଆମେ ଉଦ୍ଧାର ପାଇପାରିବା। ତେଣୁ ଏଇ ଯୋଉ ସବୁ କଥା ଗୁଡିକ ରହିଛି ଭାଗବତ ଭିତରେ, ଭାଗବତ ପୁରାଣ ଶାସ୍ତ୍ର ଗୀତା ଏସବୁ କଣ ହଉଛି ନା ଆମକୁ ଆମ ଚଲାପଥ କେଉଁଭଳି ଭାବରେ କୁସୁମିତ ହେବ ସେଇ ସବୁ ବିଷୟ ବସ୍ତୁ ନେଇକରି ଏଇ ସବୁ କଥା ଆମ ଜୀବନରେ କେଉଁଭଳି ଭାବରେ ଉଦ୍ଧାର ହେଇପାରିବ। ଖାଲି ଉଦ୍ଧାର ତ ନୁହେଁ, ଭଗବାନଙ୍କର ସବୁ ବିଭିନ୍ନ ସ୍ୱରୂପର କଥା ଶୁଣି ଆମେ ଆନନ୍ଦମୟ ଜୀବନ ଯାପନ କରିବା। ତାପରେ ଆଉ ଗୋଟେ କଣ ହଉଛି ନା ମୁଖ୍ୟ ଉଦ୍ଦେଶ୍ୟ ନା ଯେଉଁଠି କିଛି ଆପ୍ରତିକ ପରିସ୍ଥିତି ବା ଯୋଉଠି ସବୁ ନେଗେଟିଭ ପାୱାର ଗୁଡା ଥାଏ, ଯୋଉଟା ଆମେ କହୁଛନ୍ତି କଣ ନା ଭୂତ ପ୍ରେତଙ୍କର ଶକ୍ତି ଥାଏ, ସେଠି କଣ ନା ଯୋଉ ନାମ ଭିତରେ ଯୋଉ ଆଭାମଣ୍ଡଳ ସୃଷ୍ଟି ହୁଏ, ଯୋଉ ପରି ଭାବରେ ଗୋଟେ ପ୍ରକାର ବିଦ୍ୟୁତିକ କମ୍ପନ ସୃଷ୍ଟି ହୁଏ, ଯେତେବେଳେ ଯେ ନାମ କରେ ସେହି ଜାଣିପାରେ। ଯେତେବେଳେ ତା ଭିତରେ ଗୋଟେ ବୈଦ୍ୟୁତିକ କମ୍ପନ ସୃଷ୍ଟି ହୁଏ, ତା ଆଟମୋସ୍ଫିୟର ଚାରିପାଖ ଯାକ ଗୋଟେ ଆଭାମଣ୍ଡଳ ବିଚଳିତ ହେଇଥାଏ। ଯୋଉ ଆଭାମଣ୍ଡଳ କଣ କହନ୍ତି, ଯେପରି ଆପଣ ମାନେ ସବୁ ଦେଖିନଥିବେ ଗୋଟେ ଠାକୁରଙ୍କର ମୂର୍ତ୍ତି ଥିବ, ତା ଚାରିପାଖ ଯାକ ଏମିତି ଚନ୍ଦ୍ର ପରି ଗୋଟେ ଗୋଲ ଥିବ, ରାଉଣ୍ଡ ଆଲୋକିତ ଭାବରେ ଥିବ, ତାଙ୍କର ମସ୍ତିଷ୍କ ଚାରିପାଖ ଯାକ ମୁଣ୍ଡ ପଛପଟେ ତାଙ୍କ ଦେହ ପାଖରୁ ଅଜଲ୍ୟ ହଉଥିବ। ସେଇଭଳି ଭାବରେ ଆମର ଯୋଉ ସିକ୍ସ ସେନ୍ସ ଅଛି ବା ଯାହା ଆମ ଭିତରୁ ଗୋଟେ ପ୍ରକାର ଆଭାମଣ୍ଡଳ ସୃଷ୍ଟି, କେତେବେଳେ ନା ଯେତେବେଳେ ପ୍ରଭୁଙ୍କର ନାମକୁ ଅହର୍ନିଶ ନେଉଥିବେ ହୃଦୟ ସହକାର, ସେଠି କଣ ହୁଏ ନା ସେମାନଙ୍କ ପାଖରେ କୌଣସି ଭାବରେ ଭୂତ ପ୍ରେତ ପିଶାଚ ଚିରୁକୁଣି ଏମାନଙ୍କର ଦୁଷ୍ଟ ଶକ୍ତି ମାନଙ୍କ ପ୍ରଭାବ ସେମାନଙ୍କ ଉପରେ ପଡେ ନାହିଁ। କାହିଁକି ନା ଯଦି ସେମାନେ ସେଇ ବ୍ୟକ୍ତି ମାନଙ୍କ ଉପରେ ଯଦି ସେଇଭଳି ଭାବରେ ପ୍ରଭାବ ପକାନ୍ତି ଯେଉଁମାନେ ଭକ୍ତ ଶ୍ରେଣୀ ଅଛନ୍ତି, ତାହେଲେ ସେମାନଙ୍କର ଶକ୍ତି ନାଶ ହେଇଯାଇଥାଏ। ବରଂ ସେ ଆସନ୍ତି କଣ ହାତ ଯୋଡି ନତମସ୍ତକ ହୁଅନ୍ତି, ତାଙ୍କ ଉପରେ କୌଣସି ଭାବରେ ପ୍ରଭାବ ନ ପକାଇ ବରଂ କୃପା ଭିକ୍ଷା କରନ୍ତି, ହେ ମହାତ୍ମା ମତେ ଟିକେ ଉଦ୍ଧାର କର। ଆଜିକାଲି ଏଭଳି ଭାବରେ ବହୁତ ବେଶରେ ଅଛନ୍ତି ସାଧୁ ସନ୍ଥ ମାନେ, ଯାହାକି ଆପଣ ଜାଣି ବି ପାରିବେ ନାହିଁ। ଭିକ୍ଷୁକ ବେଶରେ ଆସିଥିବେ, ଗୋଟେ ସାଧାରଣ ଲୋକ ହିସାବରେ ସେ କାହିଁକି ନା ସେ ଜଣେଇ ହୁଅନ୍ତି ନାହିଁ ଯେ କି ମୁଁ ଜଣେ ସାଧୁ ମହାତ୍ମା। ସେ ଲୁଚିକିରି ରୁହନ୍ତି, ଭିକ୍ଷା ଟିକେ ନେଇଗଲେ ତାଙ୍କର କ୍ଷୁଧା ମେଣ୍ଟେଇକିରି ସେ ପୁଣି ତାଙ୍କର ସାଧନାରେ ଲାଗି ପଡିବେ। ତେଣୁ ଏଇ ଯୋଉ ଭାଗବତ ଆମକୁ ସେଇ ସଦ୍ଗୁରୁ ଗ୍ରହଣ କରିବା ପାଇଁ ଗୋଟେ ପ୍ରକାର କୃପା କରନ୍ତି ନା କଣ ନା ଦେଖନ୍ତୁ ଭାଗବତରେ ପରୀକ୍ଷିତ ମହାରାଜ କଣ ହେଉଛନ୍ତି
ନା ସୁଖଦେବ ଗୋସ୍ୱାମୀ ଆସୁଛନ୍ତି ଯେତେବେଳେ ସେ ଅଭିଶାପ୍ତ ହେଇଯାଇଛନ୍ତି ତାଙ୍କର ଉଦ୍ଧାର କରିବା ପାଇଁ, ଭାଗବତ କଣ କରନ୍ତି ନା ଗୁରୁଙ୍କୁ ପ୍ରେରିତ କରନ୍ତି ଶିଷ୍ୟ ପାଖକୁ। ଶିଷ୍ୟ ମନ ଭିତରେ ଯେତେବେଳେ ଆନ୍ଦୋଳିତ ହେଉଥାଏ ମୁଁ କେଉଁଭଳି ଭାବରେ ଉଦ୍ଧାର ପାଇବି, ସେତେବେଳେ କଣ ହୁଏ ନା ଭଗବାନ ସ୍ୱୟଂ ଗୁରୁ ରୂପରେ ଆସନ୍ତି। କାହିଁକି ମୁଁ ବସେ ଗୁରୁ କର ଦେ, ଗୁରୁ ମୋ ଠାରୁ ଭିନ୍ନ ନୁହେଁ। ସେ ଗୁରୁ ଗୋବିନ୍ଦଙ୍କର ରୂପରେ ଆସନ୍ତି। କୃଷ୍ଣ ବନ୍ଦେ ଜଗତ ଗୁରୁ, ଭଗବାନ ଗୁରୁ ରୂପରେ ଆସନ୍ତି ଉଦ୍ଧାର କରିଦେବା ପାଇଁ। ଆଉ ମାନବ ହିତରେ ମାନବ ହୋଇଲ, ଯୁଗ ଗୁରୁ ସତ ନାମ ଭିତରିଲ। ମାନବ ଭିତରେ ସେ ବହୁ ଯୁଗରୁ ଗୁରୁ ପରମ୍ପରା ଭିତର ଦେଇକି ଆସନ୍ତି ଗୁରୁ ରୂପରେ ଶିଷ୍ୟ ଗ୍ରହଣ କରି ଶିଷ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ, ଜୀବ ଜଗତକୁ ଜୀବମାନଙ୍କର କଲ୍ୟାଣ କରିବା ପାଇଁ ସେ ଗୁରୁ ରୂପରେ ହିଁ ଆସିଥାନ୍ତି। ଗୁରୁଙ୍କୁ ନମଣିବ ନାର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ତେଣୁ ଏଠି କଣ ନା ସଦ୍ଗୁରୁଙ୍କର କୃପା ହେଇଛି। ଯାହା ହଉ ଆମେ ମାନେ ଭାଗବତ ଟିକେ ପାଠ କରୁଛେ, ଭାଗବତ ଟିକେ ଶ୍ରବଣ କରୁଛେ, ସେ ଯେକୌଣସି ବ୍ୟକ୍ତି ବିଶେଷ କହୁନା କାହିଁ, ମୁଁ କୁହେ କି ଆପଣ କୁହନ୍ତୁ, କି ଆପଣଙ୍କ ଘର ପାଖାପାଖି ଲୋକ ବି କୁହନ୍ତୁ, ଯିଏ କୁହନ୍ତୁ ନା କାହିଁକି ସେତେବେଳେ ଟିକେ କାନରେ ପକେଇବେ। କାହିଁକି ଯେମିତି କୁହନ୍ତିନି କି ବୁଝୁ ନ ବୁଝୁ ପଢ ଗୀତା, ରୁଚୁ ନ ରୁଚୁ ଖା ପିତା, ପ୍ରଭୁଙ୍କ କଥା ଟିକେ କାନରେ ପକେଇବା। କାହିଁକି ନା କାନର ଭିତର ଗିଆ ମରମେ ପଶିଲ ଗো, ଆକୁଲ କରିଲ ମୋର ପ୍ରାଣ ସଇ, କେବା ଶୁଣେଇଲ ଶ୍ୟାମନା। କିଏ ସେ କୃଷ୍ଣଙ୍କର ନାମ ମତେ ଶୁଣେଇଲ, ହେ ସଖୀ ତୁମେ ମୋ ଉପରେ କୃପା କରିଛ ନା କଣ, ନା ସେଇ ଯୋଉ କୃଷ୍ଣଙ୍କର କଥା, ସେଇ ଯୋଉ କୃଷ୍ଣଙ୍କର ନାମ ଟିକେ ଶୁଣେଇଲ, ସେ ମୋ ହୃଦୟ ଭିତରେ ପଶି ମୋ ହୃଦୟକୁ ଆନ୍ଦୋଳିତ କରୁଛି, କମ୍ପନ ସୃଷ୍ଟି କରୁଛି, ଉତ୍ତପ୍ତ ହେଇଯାଉଛି। ମତେ ଶୀତଳତା ଦରକାର। ନା ଶୀତଳତା କେମିତି ମିଳିବ ନା ହରିଙ୍କର କଥା ଶୁଣ, ପ୍ରଭୁଙ୍କର କଥା ଗୁଣଗାନ କୀର୍ତ୍ତନ ଶୁଣ, ନିଜେ କୀର୍ତ୍ତନ ବି କର। ନା କୀର୍ତ୍ତନ କିଭଳି କରିବ ନା କୀର୍ତ୍ତନକୁ ଓଲଟେଇ ଦିଅନ୍ତୁ ଆଜ୍ଞା, କଣ ହେଇଯିବ ନା ନର୍ତ୍ତକୀ। କୀର୍ତ୍ତନ ନର୍ତ୍ତକୀ। ହେ ମନ ବୃନ୍ଦାବନ ତୁଳସୀ କାନନ, ମୁଖେ ମଧୁବୋଳା ହରି ନାମ। ମନକୁ ବୃନ୍ଦାବନ କରିଦେଇ ତା ଭିତରେ ତୁଳସୀ କାନନ ଭିତରେ ରାଧା ଗୋବିନ୍ଦକୁ ଆମେ ବସେଇ ଦେବା। ତାପରେ କଣ ହେବା ନା ରୂପ ଧ୍ୟାନ କରିବା। ସେଇ ପ୍ରଭୁ ଅଛନ୍ତି, ସେଇ ରାଧାକୃଷ୍ଣ ଅଛନ୍ତି, ତା ପାଖରେ ଗୁରୁଦେବ ସଦ୍ଗୁରୁଦେବ ଅଛନ୍ତି, ସ୍ୱଶରୀରରେ ପ୍ରଭୁଙ୍କର ସେବା ଅର୍ଚ୍ଚନା କରୁଛନ୍ତି। ଅନିତି ଦୂରରେ ମୁଁ ବି ବସିଛି, ପ୍ରଭୁଙ୍କର ସେଇ ମନ୍ଦ ମନ୍ଦ ମୁସ୍କାନକୁ ଦେଖୁଛି। ଏଇଭଳି ଭାବରେ ଗୋଟେ ଦିନରେ ହବ ନାହିଁ, ବାରମ୍ବାର ଶତ ଚେଷ୍ଟା କଲେ ସେଇ ପ୍ରଭୁଙ୍କର ରୂପ ଧ୍ୟାନ ହେଇଯିବ। ଯେତେବେଳେ ରୂପ ଧ୍ୟାନ ସରଳ ହେଇଯିବ, ସେତେବେଳେ ପ୍ରଭୁଙ୍କର କଥା ଶୁଣିବା ପାଇଁ ସେତେ ଉତ୍କଣ୍ଠା ଜାତ ହେବ। ମନ ଭିତରେ ଗୋଟେ ପ୍ରେମର ଭାବ ଆସିପାରିବ। ଯେଉଁଭଳି ଭାବରେ ଆମେ ମା ବାପାଙ୍କର କଥା କହିବା ମାତ୍ରେ ମା ବାପାଙ୍କର ପ୍ରତିଛବି ବା ଆମର ସନ୍ତାନ ସନ୍ତତିଙ୍କର କଥା ଭାବିଲା ମାତ୍ରେ ତାଙ୍କର ପ୍ରତିଛବି ପ୍ରତିଫଳିତ ହୁଏ ଆମର ମାନସ ପଟରେ, ସେଇଭଳି ଭାବରେ ଯେତେବେଳେ ଆମେ ପ୍ରଭୁଙ୍କର ଗୁଣ କୀର୍ତ୍ତନ ଶୁଣୁଥିବା, ପ୍ରଭୁଙ୍କର ନାମ ଟିକେ ନେଉଥିବା, ପ୍ରଭୁଙ୍କର ସେଇ ଛବିଟି ଆମ ଆଖି ଆଗରେ ନାଚି ଉଠୁଥିବ, ତାହେଲେ ପ୍ରଭୁଙ୍କର ହରିଙ୍କର କଥା ଶୁଣିବାରେ ମନ ବହୁତ ଆନନ୍ଦିତ ହୋଇଥାଏ, ଖୁସି ହେଇଥାଏ। ଆଉ ସେଇ ଆନନ୍ଦ ଟିକେ ଟିକେ ହିଁ ଆମ ମାନଙ୍କୁ ଉଦ୍ଧାର କରିଦେବାର ସହାୟକ ହୋଇଥାଏ। ତେଣୁ ଆସନ୍ତୁ, ଖାଲି ମୋର ଏଇ ୟୁଟ୍ୟୁବ ଚ୍ୟାନେଲ ନୁହେଁ, ଯେକୌଣସି ଲୋକ ଆମର ଯେଉଁ ଅଛନ୍ତି ବହୁତ ବହୁତ ବଡ଼ ବଡ଼ ସାଧୁ ସନ୍ଥ ମୁନି ଋଷି ମାନେ ବା ଯେଉଁମାନେ ସନ୍ନ୍ୟାସୀ ମାନେ, ସେ ଆମର ବିଭିନ୍ନ ପ୍ରକାରର ଅଛନ୍ତି ସାଧୁ ସନ୍ଥ ମାନେ, ଇସ୍କନର ଆମର ଯେଉଁ ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟ, ବହୁତ ସାଧୁମାନେ ଅଛନ୍ତି, ସେମାନଙ୍କର କଥା ବି ଏଇ ଫୋନଟିକୁ ଯଦି ଧରିଛନ୍ତି ତାର ସଠିକ ୟୁଟିଲାଇଜ କରନ୍ତୁ। କଣ ନା ଟିକେ ଭକ୍ତି ଚ୍ୟାନେଲ ଟିକେ ଦେଖିବା, ଟିକେ ଭଗବାନଙ୍କର କଥା ଶୁଣିବା, ଯାହାଙ୍କର କଥା ଆପଣଙ୍କୁ ଭଲ ଲାଗୁଛି
ଯାହାର ବିଷୟ ବସ୍ତୁ ଆପଣ ଶୁଣିଲେ ଆନନ୍ଦ ହେଉଛନ୍ତି, ବାସ୍ ତାଙ୍କର ଟିକେ ଲଗେଇ ଦିଅନ୍ତୁ, ଶୁଣନ୍ତୁ। ଛୁରୀଟିଏ ଅଛି, ସେ ତାର ଧର୍ମ ହଉଛି କାଟିବ। ମୋବାଇଲଟି ଅଛି, ତାର ଧର୍ମ ହଉଛି ଆପଣ ତା ଦେହରେ କିଛି ଦେଖିବେ। ଯଦି ଭଗବାନର କଥା ଦେଖୁଛନ୍ତି, ଶୁଣୁଛନ୍ତି, ତାହେଲେ ସେଇଟା ସଠିକ ବ୍ୟବହାର କରୁଛନ୍ତି, କିମ୍ବା କାହା ସହିତ ଯଦି ଜରୁରୀ କଥା ହଉଛନ୍ତି ସେ ବି ସଠିକ ବ୍ୟବହାର କରୁଛନ୍ତି। ଆଉ ଯଦି ତା ଦେହରେ କିଛି ଭୁଲ କର୍ମ କରୁଛନ୍ତି, ତାହେଲେ ସେ ଆପଣଙ୍କ ପାଇଁ ଅନୁଚିତ ହେଇଯିବ। ସେ ଆପଣଙ୍କୁ ଆହୁରି ରସତଳଗାମୀ କରିବ। ତେଣୁ ପ୍ରଭୁଙ୍କର କଥା ଟିକେ ଶ୍ରବଣ କରନ୍ତୁ। ପାଖ ପଡ଼ୋଶୀ ମାନଙ୍କ ସହିତ ଟିକେ ଭଲ ସମ୍ପର୍କ ରଖନ୍ତୁ। ସମସ୍ତଙ୍କର ସୁବିଧା ଅସୁବିଧାରେ ସାହାଯ୍ୟ କରନ୍ତୁ। କାହିଁକି ନା ମହାପ୍ରଭୁ ଏଠି କଣ କହିଲେ ନା, ଜୀବେ ଦୟା କୃଷ୍ଣ ନାମ ସର୍ବଧର୍ମ ସାର। ଜୀବମାନଙ୍କ ପ୍ରତି ଦୟା କରିବା ଉଚିତ। କାହିଁକି ନା ପ୍ରତ୍ୟେକ ସକଳ ଘଟେ ନାରାୟଣ ଗୋବିନ୍ଦ ଅନାଦି ପରମ କାରଣ। ସକଳ ଘଟରେ ନାରାୟଣ ଅଛନ୍ତି। ତେଣୁ ପ୍ରତ୍ୟେକ ଜୀବ ଭିତରେ ପ୍ରଭୁ ଅଛନ୍ତି। ତେଣୁ ସମସ୍ତଙ୍କ ସହିତ ଗୋଟେ ମିଳିମିଶି ରହିବା ଦରକାର। କେଉଁଭଳି ଭାବରେ ନା ପ୍ରଭୁଙ୍କର ଗୁଣ କୀର୍ତ୍ତନ କରି, ପ୍ରଭୁଙ୍କର ନାମ କୀର୍ତ୍ତନ କରି ଆମେ ଆମ ଦୈନନ୍ଦିନ ଜୀବନରେ ନିଜର ସମସ୍ତ କିଛି କର୍ମ କରୁଥିଲେ ମଧ୍ୟ ତା ଭିତରେ ପ୍ରଭୁଙ୍କର କଥା ଆଦିପଦ ଟିକେ କହିବା, ଆଲୋଚନା କରିବା। କେହି ନ ଶୁଣିଲେ ବି ଆମେ ଟିକେ ଘରେ ଯଦି ଭାଗବତ ପଢୁଛେ, ତାହେଲେ ସେ କଥା ବି ଆମ ନିଜ କାନ ଶୁଣୁଛି। କାହିଁକି ନାହଂ ତିଷ୍ଠାମି ବୈକୁଣ୍ଠେ ନାହଂ ଯୋଗିନା ହୃଦୟେନ ଚ ମଦଭକ୍ତା ଯତ୍ର ଗାୟନ୍ତି ତତ୍ର ତିଷ୍ଠାମି ନାରଦ। ଭଗବାନ ହଉଛନ୍ତି ନାମମୟ। ଯେଉଁଠି ଭଗବାନଙ୍କର ନାମ ଅନ୍ତର ସହକାରେ ହେଉଥାଏ, ଭଗବାନ ସେଇ ଜାଗାରେ ବିରାଜିତ ହେଉଥାନ୍ତି। ରୂପ ଧ୍ୟାନ ଭିତରେ ବି ଏଇଭଳି ଭାବରେ ଚିନ୍ତନ କରିବାକୁ ପଡେ ଯେ କି ମୁଁ ଆଜି ଗାଡିରେ ଯାଉଛି, ମୋ ପଛରେ ମୋର କୃଷ୍ଣ ବସିଛନ୍ତି। ଯଦି ବଡ କୃଷ୍ଣ ନଉଛନ୍ତି ତାହେଲେ ଆପଣଙ୍କୁ ଚଳିଯିବ। ଯଦି ଆପଣ ବାଲ ଗୋପାଳକୁ ନଉଛନ୍ତି ତାହେଲେ ମଝିରେ ମଝିରେ ଟିକେ ଲକ୍ଷ୍ୟ କରିବେ, ଆରେ ମୋ ଗୋପାଳ ଶୋଇପଡି ନାହାନ୍ତି ତ, ଆରେ ଗୋପାଳ ମତେ ଟିକେ ଭଲ କରି ଧରିଥା, ଜାବୁଡିକିରି ଧରିଥା। ଗୋଟେ ଭାବର ଜିନିଷ। ଏମିତି କହିଲେ ତ ଲୋକ ବି କୁହନ୍ତି ପାଗଳ। ନା କଣ ପାଗଳ? ନା ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ। ସେଇ ଯୋଉ ପଦୁ ତାଙ୍କର ଯୋଉ ମକରନ୍ଦ ଗଳୁଛି, ନା ପଦୁ ଗଳୁଛି, ସେଇ ଯୋଉ ମକରନ୍ଦ ଟିକକ ଗଳୁଛି, ତାକୁ ଯେ ପାଇଗଲା ସେ ତ ପାଗଳ ହେଇଗଲା। ତେଣୁ ଏଇ ଯୋଉ ପାଗଳ ଭିତରେ ଏଇ ଯୋଉ ଆମେ ମଦ ପିଉଛେ, ଆମେ ଆତ୍ମବିଭୋର ହେଇଯାଉଛେ। ଆମକୁ ଗୋଟେ ଅଲଗା ଟାଇପର ଫିଲିଂ ହଉଛି। ଯୋଉମାନେ ପିଉଛନ୍ତି ସେମାନେ ଜାଣିଥିବେ, କିନ୍ତୁ ଇଏ ହଉଛନ୍ତି ଶ୍ରୀମଦ। ଭଗବାନଙ୍କର କଥାରେ ବି ଗୋଟେ ନିଶା ଅଛି, ଗୋଟେ ମଦିରା ଅଛି। ଦେଖିବେ ଏଇ କଥା ଭିତରେ ଦେଇ ଯେତେବେଳେ ରୂପ ଧ୍ୟାନ ଆସିଯିବ, ଏଇ ଭାଗବତ କଥା ଭିତରେ ଦେଇ ଯେତେବେଳେ ରୂପ ଧ୍ୟାନ ମନ ଭିତରେ ଆସିଯିବ, ସେତେବେଳେ ଆପଣ ଯେଉଁ ସ୍ଥାନରେ ଯେଉଁଭଳି ଭାବରେ ଥିଲେ ଆପଣ ସଦା ସର୍ବଦା ଆନନ୍ଦିତ ରହିବେ। ଆପଣଙ୍କର କୌଣସି ଭାବରେ କିଛି ଅମଙ୍ଗଳ ହେବ ନାହିଁ। ଅମଙ୍ଗଳ ମାନେ ଏ ଶରୀର ତ ଅମଙ୍ଗଳ ହଉଛି ନା, ଆଦି ଦୈବିକ, ଆଦି ଭୌତିକ, ଆଧ୍ୟାତ୍ମିକ। ତ ଆକୁ ବି ଉଦ୍ଧାର ହେଇଯିବା ପାଇଁ ମହାପ୍ରଭୁ ଶ୍ରୀ ଚୈତନ୍ୟ ଦେବ କହିଲେ, ନାମଲେ ତ କଟତ ପାପ ଛୁଟତ ତନା ତ୍ରିବିଧ ତାପ ମହାମାଧୁରୀ ରୂପ ସାର କୋଟି ଜନ ମନହାରି। এই নাম নেওয়া মাত্রকে আদি দৈবিক, আদি ভৌতিক, আধ্যাত্মিক তিনোটি তাপରୁ ଆମେ ମୁକ୍ତ ହୋଇ ଭଗବାନଙ୍କର ଗୋବିନ୍ଦଙ୍କର ପଦାରବିନ୍ଦରେ ଆମେ ସ୍ଥାନ ପାଇପାରିବା। ଆଜିର ଏଇ ଯୋଉ ବିଷୟବସ୍ତୁ, କଥାବସ୍ତୁଟିକୁ ଏଇଠି ରଖିବା। ତେଣୁ ସମସ୍ତେ ହିଁ ଭଗବାନଙ୍କର ନାମ ନେବା। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। जय जय श्री राधे, जय जय श्री राधे, जय जय श्री राधे श्याम। निताय गौर हरि बोल।